ପ୍ରତି ରାଜି ହେବାରୁ ତହିଁ ଆରଦିନ ଅନ୍ଧ କୁକୁଳି ବାନ୍ଧି ପ୍ରଭାତରୁ ବିଶ୍ୱାବସୁ ନିଜର ପ୍ରଭୁଙ୍କ ନିକଟକୁ ନେଇ ଚାଲିଲେ। ନୀଳମାଧବଙ୍କୁ ଦର୍ଶନ କରିବା ପାଇଁ ଗଲାବେଳେ ଲଳିତା ନିଜ ସ୍ୱାମୀଙ୍କ ଗାମୁଛାରେ କିଛି ସୋରିଷ ବାନ୍ଧି ଏକ କଣାଟ ଦେଇଥିଲେ। ବିଦ୍ୟାପତି ଯିବା ରାସ୍ତାରେ ସେ ସୋରିଷ ବୁଣି ବୁଣି ଯାଉଥାନ୍ତି। ପହଞ୍ଚି ବିଶ୍ୱାବସୁ ବିଦ୍ୟାପତିଙ୍କ କୁକୁଳି ଖୋଲି ପ୍ରଭୁ ନୀଳମାଧବଙ୍କୁ ଦର୍ଶନ କରିବାକୁ କହିଲେ। ବିଦ୍ୟାପତି ଦେଖିଲେ ଛୋଟ ପାହାଡ଼ଟିଏ, ଘଞ୍ଚ ଜଙ୍ଗଲ ପୂର୍ଣ୍ଣ, ଦୃଶ୍ୟ ଅତୀବ ରମଣୀୟ। ବ୍ୟାଘ୍ରଗୁମ୍ଫ ମଧ୍ୟରେ ଠାକୁର ବିରାଜିତ, ପ୍ରଭୁ ଭାଷଣରୁ ବୋଧାଇ ଚତୁର୍ଥ ମୂର୍ତ୍ତି ଶ୍ରୀଅଙ୍ଗରୁ ତେଜ ଉତ୍ପନ୍ନ ହେଉଛି ଏବଂ ବାମପାଦ କନିଷ୍ଠ ମୂଳରୁ ମା ଗଙ୍ଗାଙ୍କର ଆବିର୍ଭାବ ହେଉଛି। ବିଦ୍ୟାପତି ପ୍ରଭୁଙ୍କୁ ସହସ୍ରବାର ପ୍ରଣାମ କରି ନିଜକୁ ପ୍ରାର୍ଥନା କଲେ। ସମୟ ଜାଣି ବିଶ୍ୱାବସୁ ପୁନର୍ବାର ବିଦ୍ୟାପତିଙ୍କ ଆଖିରେ କୁକୁଳି ବାନ୍ଧି ଗୃହକୁ ପ୍ରତ୍ୟାବର୍ତ୍ତନ କଲେ। କିଛି ଦିନ ଯିବା ପରେ ବିଦ୍ୟାପତି ଲଳିତାଙ୍କୁ କହିଲେ, ରାମପିଏ ବହୁତ ଦିନ ହେଲା ଘର ଛାଡ଼ି ଆସିଲେଣି, ଘର କଥା